ସବୁଜ ବନାନୀ କ୍ଲବର ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ଗ୍ରାମ ପଞ୍ଚାୟତର ଜାମୁନାଳିଆ ଗ୍ରାମ ସବୁଜ ବନାନୀ କ୍ଲବ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି ବାର୍ଷିକ ଫୁଟବଲ ପ୍ରତିଯୋଗିତା। ସେପ୍ଟେମ୍ବର 5 ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର 7 ତାରିଖରେ ଶେଷ ହୋଇଥିବା ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଖୁବ୍ ରୋମାଞ୍ଚକ ଓ ମନୋରଞ୍ଜନଧର୍ମୀ ହୋଇଥିଲା। କେନ୍ଦୁଝର ଜିଲ୍ଲା ତଥା ଜିଲ୍ଲା ବାହାରୁ ବଛା ବଛା ଫୁଟବଲ ଟିମ୍ ଦ୍ୱାରା ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିବା ଯୋଗୁଁ ପଡ଼ିଆ ଚତୁଃପାର୍ଶ୍ୱ ଖୁବ୍ ଜନସମୁଦ୍ରରେ ପରିପୂର୍ଣ୍ଣ ହୋଇଥିଲା। ଜଣାଯାଉଥିଲା ଏହା ଏକ ମେଳା ପଡ଼ିଆର ପରିବେଶ। ପ୍ରତିବର୍ଷ ସବୁଜ ବନାନୀ କ୍ଲବ ଦ୍ୱାରା ଏଠାରେ ମହାସମାରୋହରେ ଫୁଟବଲ ପ୍ରତିଯୋଗିତା କରାଯାଇଥାଏ। ଏହି ଫୁଟବଲ ପ୍ରତିଯୋଗିତା ଦେଖିବା ପାଇଁ ଫୁଟବଲ ପ୍ରେମୀ ଚାହିଁ ରହିଥିବା ବେଳେ ଖେଳ ଦିନ ଛୋଟରୁ ବଡ଼ ପର୍ଯ୍ୟନ୍ତ ଏଠାରେ ଲୋକ ଗହଳି ଲାଗି ରହିଥାଏ। ଏବର୍ଷ ଖୁବ୍ ଆକର୍ଷଣ ଓ ସଂଘର୍ଷପୂର୍ଣ୍ଣ ଭାବରେ ଖେଳ ଆରମ୍ଭ ହୋଇ ଶେଷ ମୁହୂର୍ତ୍ତରେ କେନ୍ଦୁଝରର କେଜିଏଫ୍ ଫୁଟବଲ ଟିମ୍ ଏବଂ ମୟୂରଭଞ୍ଜର ସାରଙ୍ଗଗଡ଼ ଫୁଟବଲ ଟିମ୍ ଫାଇନାଲ ଖେଳିବାର ସୁଯୋଗ ପାଇପାରିଥିଲେ। ଫାଇନାଲ ଖେଳ ଖୁବ୍ ଆକର୍ଷଣ ହୋଇଥିଲା ବେଳେ ଉଭୟ ଦୁଇଟି ଟିମ୍ ଖୁବ୍ ଶୃଙ୍ଖଳାର ସହିତ ନିଜ ନିଜ କରିସ୍ମାର ଯାଦୁ ଦେଖାଇଥିଲେ। କେହି କାହାକୁ ସରି ହୋଇନଥିବା ଉଭୟ ଦୁଇଟି ଫୁଟବଲ ଟିମ୍ ଖେଳ ଶେଷ ହେବା ପର୍ଯ୍ୟନ୍ତ କେହି କାହା ପାଖରେ ହାର ମାନି ନଥିଲେ। ବାଧ୍ୟ ହୋଇ କ୍ଲବର ନିର୍ଦ୍ଦେଶରେ ଟୁର୍ଣ୍ଣାମେଣ୍ଟର ନିୟମ ଅନୁସାରେ ଉଭୟ ଦଳଙ୍କୁ ପେନାଲ୍ଟି ସଟ୍ର ଆବଶ୍ୟକତା ପଡ଼ିଥିଲା। ଏହି ପେନାଲ୍ଟି ସଟ୍ରେ କେନ୍ଦୁଝର କେଜିଏଫ୍ ଫୁଟବଲ ଟିମ୍ ମୟୂରଭଞ୍ଜ ସାରଙ୍ଗଗଡ଼ ଫୁଟବଲ ଟିମ୍କୁ ପରାଜୟ କରି 2024 ସବୁଜ ବନାନୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚାମ୍ପିୟନ ମୁକୁଟ ହାତେଇ ନେଇଥିଲା। ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟର ଶେଷ ଦିବସରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ସମ୍ମାନନୀୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ବଣ୍ଟନ କରିଥିଲେ। ପ୍ରଥମ ପୁରସ୍କାର ରାଶି 60,000 ରହିଥିବା ବେଳେ ଦ୍ୱିତୀୟ ପୁରସ୍କାର ରାଶି 40,000 ରହିଥିଲା। ଖେଳ ଶେଷରେ ଏକ ସାଧାରଣ ସଭାର ଆୟୋଜନ ହୋଇ ପୁରସ୍କାର ବିତରଣ ଉତ୍ସବ ଖୁବ୍ ଧୁମଧାମ ସହକାରେ ହୋଇଥିଲା। ଆଗାମୀ ବର୍ଷରେ ଆଉ ଉଚ୍ଚକୋଟୀର ଫୁଟବଲ ପ୍ରତିଯୋଗିତା କରାଯିବ ବୋଲି ସବୁଜ ବନାନୀ କ୍ଲବ ଦ୍ୱାରା ସୂଚନା ମିଳୁଛି। ପାଟଣାରୁ ଦେବାନନ୍ଦ ମହାନ୍ତଙ୍କ ସହିତ ରମେଶ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ଏବି ନ୍ୟୁଜ୍।